आम चैनल नुआ थे चैनल सब्सक्राइब कर पाखे आस बेल आइकन देवे ऑल नोटिफिकेशन ऑन करेंगे एमती मजादार वीडियो देखा तो आपन को विश्वकर्मा पूजा आपको हार्दिक अभिनंदन और शुभेच्छा आउ से ये आम विश्वकर्मा उपलक्षे तो देखिले आपन तो वीडियो थंबनेल देखा वीडियो किसी झलक देखिए आप छोटे झलक आम देलु प्रथम तो आप देखिए जानीपारे तथापि मुझे कहीदे कि संक्षेप कहीदे आमर जगन्नाथ जेहतु आम अतीत ये तो से जगन्नाथ मंदिर हाँपाई पुरी राजा आसते किसी भक्त आसते जो मैंने कि 600 किलोमीटर दूर माने चाली आसते तो देखु भगवान को भक्ति रखु बहुत मात्रा शेयर करूँ एवं लाइक दिंतु एवं कमेंट मत जानू केमी वीडियो तो चलते वीडियो देखो वीडियो में आस चप्पल देखुना खोल कोई चलो चलो आग जनता जनता ठाकुर दर्शन कर
এইটি ব্রহ্ম পূজা করিଥିଲେ জগন্নাথ বলভদ্র সুভদ্রাঙ্কর তিনোটি ব্রহ্ম এই জায়গায় পূজা পাইছিলা এবং তাঙ্কর বিগ্রহ রহিଥିଲା বাଣପୁର ରଙ୍କନାଥ ଭାବରେ ସେ ବିଗ୍ରହ ଅଛନ୍ତି ଆଉ ଯୋଉଠି ଶ୍ୟାମାନନ୍ଦ ପ୍ରଭୁ ରସିକାନନ୍ଦ ପ୍ରଭୁ ସେ ବ୍ରହ୍ମଗୁଡ଼ି ପୂଜା କରିଥିଲେ ଇଏ ହଉଛି ସେଇ ଜାଗା ଇଏ ହଉଛି ଅନ୍ଧାର ମହିମ ଇଏ ଲୀଳାକ୍ଷେତ୍ର ଗୋପନୀୟ ଲୀଳାକ୍ଷେତ୍ର ଯେଉଁଠାରେ ପ୍ରଭୁଙ୍କର ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କର ବ୍ରହ୍ମ এইখানে পূজা পাউଥିଲା গোপনীয় ভাবে অহমদ বেগর সময় 1621 রু 1623 মସିହା সে মସିହାରେ অহমদ বেগ চারিআড়ে জগাইছি যে জগন্নাথଙ୍କୁ ମୁଁ ଆଜି ଦହା କରିଦେବି সে সময়ে জগন্নাথଙ୍କର বিগ্রহ দারু বিগ্রহ এইখানে বাণপুরে রখি ব্রহ্মগুড়ি নেই আসিଥିଲେ শ্যামানন্দ প্রভু রসিকানন্দ প্রভু এইখানে গজপতিଙ୍କ ନିର୍ଦ୍ଦେଶରେ ଯେତେବେଳେ ପ୍ରତାପ ରୁଦ୍ର ଗଜପତି ବାଣପୁର ଖଣତିରେ ଦେହ ତ୍ୟାଗ କଲେ ତାଙ୍କର ପୁତ୍ର ନରସିଂହ ଗଜପତି ମହାରାଜ ଏ ଜାଗାରେ ଆସି ପହଞ୍ଚିଥିଲେ ଏବଂ ଏ ଜାଗାରେ ସେଇ ବ୍ରହ୍ମଗୁଳି ପୂଜା ପାଉଥିଲେ ଆପଣମାନେ ସେ ଜାଗାରେ ଅଛନ୍ତି ଏ ଘଞ୍ଚ ଜଙ୍ଗଲ ଏବଂ ପାଣି ଏଠି କାହିଁ এইটি পাখরে আপনার যে পাহাড় অছি আপনার দেখবে ছোটিয়া পাহাড় সেপটে এটি খণতিরে শ্যামানন্দ প্রভু খোলিদেলে রাধা কুণ্ড এবং সেপটে খোলিদেলে শ্যাম কুণ্ড সে কুণ্ডকে আপন মানে দর্শন করবে এবং সে জল জল মুন্ডরে মারিবে সেই মহাপ্রভুকর নব চৈতন্য শ্রী শ্যাম সুন্দর শ্যামানন্দ এবং রসিকানন্দ প্রভু এই দুই প্রভু আমার এই জায়গায় রাধাকুণ্ড শ্যামকুণ্ড করেছে যা বৃন্দাবনের অছি এবং এক গোপনীয় কথা এ লীলাক্ষেত্র আজ আপন মানে 600 কিলোমিটার দূরରୁ পাদরে চালি চালি আসি জগন্নাথଙ୍କୁ ଦେଖିଲା ପରେ ସେ ଜଗନ୍ନାଥଙ୍କର ବ୍ରହ୍ମ ଯେଉଁଠି ପୂଜା ପାଉଛି ସେ ଜାଗା ଦେଖୁଛନ୍ତି ରାଧେ ରାଧେ
ମାଇକ ଯେ ଚାଲୁ କରୁଛୁ ରେ କଣ ହେଲା ଧଲୁ ହଁ ଯିବୁନି ମାଗିଟା ବହୁ ଗୁଡ଼ା ମାଉ କଣ ବନ୍ଦ କରିଦେବେ କେଶବାନନ୍ଦ ଦେବ ଗୋସ୍ୱାମୀ ଆସିଛନ୍ତି। ଏ ଯୋଉ ଅହମ୍ମଦ ବେଗର ଯୋଉ ଆକ୍ରମଣ ହେଇଥିଲା ସେ ସମୟରେ ତାର ଉଦ୍ଦେଶ୍ୟ ଥିଲା ହିନ୍ଦୁ ବିଦେଶୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଠାକୁରଙ୍କୁ ଏଠାରେ ରଖାଯାଇଥିଲା। ସେ ସମ୍ପର୍କରେ କେମିତି ଗଜଗୋପାଳ ଦାସଙ୍କୁ ଦୀକ୍ଷା ଦେଇଥିଲେ। ମୁଁ ଗୋଟେ ଗୀତିକାଟେ ପଢୁଛି ପ୍ରଥମେ ତାପରେ ଆଲୋଚନା କରିବା। ଆଗ ସ୍ୱାଗତ ସମ୍ବର୍ଦ୍ଧନା ତାପରେ ଆପଣ ବସନ୍ତୁ। ପ୍ରଥମେ ଗୀତିକାଟେ ଠାକୁର ହଉଛି ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଶ୍ୟାମାନନ୍ଦ ଜୟ ହେ ରସିକାନନ୍ଦ ଜୟ ବାଗେଶ୍ୱର କୃଷ୍ଣ କେଶବ ରାଧେ ରାଧେ
ମାଇକ ଯେ ଚାଲୁ କରୁଛୁ ରେ କଣ ହେଲା ଭାଉ ଧଲୁ ଧଲୁ ଧଲ ହଁ ଯିବୁନି ମାଇକଟା ବହୁ ଗୁଡ଼ା କହିଲି ମାଉ ଯାଏ କହ ବନ୍ଦ କରିଦେବେ କେଶବାନନ୍ଦ ଦେବ ଗୋସ୍ୱାମୀ ଆସିଛନ୍ତି। ଏ ଯୋଉ ଅହମ୍ମଦ ବେଗର ଯୋଉ ଆକ୍ରମଣ ହେଇଥିଲା ସେ ସମୟରେ ତାର ଉଦ୍ଦେଶ୍ୟ ଥିଲା ହିନ୍ଦୁ ବିଦେଶୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଠାକୁରଙ୍କୁ ଏଠାରେ ରଖାଯାଇଥିଲା। ସେ ସମ୍ପର୍କରେ କେମିତି ଗଜଗୋପାଳ ଦାସଙ୍କୁ ଦୀକ୍ଷା ଦେଇଥିଲେ ମୁଁ ଗୋଟେ ଗୀତିକାଟେ ପଢୁଛି ପ୍ରଥମେ ତାପରେ ଆଲୋଚନା କରିବା। ଆଗ ସ୍ୱାଗତ ସମ୍ବର୍ଦ୍ଧନା ତାପରେ ଆପଣଙ୍କ ଶୁଣନ୍ତୁ ଆପଣ ବସନ୍ତୁ ପ୍ରଥମେ ଗୀତିକାଟେ ଠାକୁର ଉପରେ ହଉଛି। ହଉ ହଉ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଶ୍ୟାମାନନ୍ଦ ଜୟ ହେ ରସିକାନନ୍ଦ ଜୟ ବାଗେଶ୍ୱର କୃଷ୍ଣ କେଶବ ରାଧେ ରାଧେ
এই অঞ্চলର ଅଧିବାସୀ ମାନେ ପବିତ୍ର ଏହାକରି ପୂର୍ବପୁରୁଷ ମାନେ ସେମାନେ ପ୍ରଭୁ ଶିବାନନ୍ଦ ପ୍ରଭୁଙ୍କ ସହିତ ଲୀଳା କରିଥିଲେ। ଆମେ ଯଦି ଦେଖିବା ଶ୍ରୀକୃଷ୍ଣ ଭଗବାନ କି କଂସର ଡରରେ ଗୋପ ମଥୁରା ବୃନ୍ଦାବନ ଯାଇଥିଲେ? ନା 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 ନା, ସେ ଯାଇଥିଲେ କାହିଁକି? ଲୀଳା କରିବା ନିମିତ୍ତ। ସେହିଭଳି ନିରାଚଳ କ୍ଷେତ୍ର ଛାଡ଼ି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆସିଥିଲେ ଏଇ ବାଣପୁର ରାଜ୍ୟ ଏବଂ ବାଣପୁରର ସନ୍ଧ୍ୟାର ମହିମ ଠାରୁ ଆରମ୍ଭ କରି ଭାନୁଆର ପର୍ଯ୍ୟନ୍ତ, ନୀଳାଦ୍ରି ପ୍ରସାଦ ଠାରୁ ଆରମ୍ଭ କରି ଚିଲିକାର ଗୁରୁବାଇ ପର୍ଯ୍ୟନ୍ତ ସର୍ବତ୍ର ରହିଛି ତାଙ୍କର କ୍ଷେତ୍ର। এই জায়গায় আসিଥିଲେ এই অঞ্চলের অধিবাসী। কেতে জায়গা থাকছে বাণপুর খাইছিলে, জগন্নাথ ঠিক খাইছিলে। এই তো বহু পুঁজিয়া বলে কହୁছে সেইখানে রহিছিলে ଦେଖିବା ପାଇଁ ଆମର ପ୍ରଶିଷ୍ୟ ଶ୍ୟାମାନନ୍ଦ ପ୍ରଭୁଙ୍କର ପ୍ରଶିଷ୍ୟ ସେଠି ବସି ଦେଖିବେ ଯେ ଅମର ବେଗର ସମୟ ଆସିଲା କି ସତର୍କ ହେଇଥିଲେ। ଯୋଉ ରାଧାକୁଣ୍ଡ ଅଛି ତାର ତଳେ ଗୁମ୍ଫା ସବୁ ରହିଛି। ଆଜି ଯୋଉ ମଠ ଦେଖୁଛନ୍ତି ଆମର ଶ୍ରୀର ତୁଳସୀ ଦାସ ବାବା ଯେଉଁ ସେବା କରୁଛନ୍ତି, ଓହୋ ଭାଗ୍ୟ ତାଙ୍କର, ତାଙ୍କୁ ପ୍ରଣାମ, ସହସ୍ର ପ୍ରଣାମ। ଏଇଠି ଶ୍ୟାମାନନ୍ଦ ପ୍ରଭୁ ସେଇ ମହାପ୍ରଭୁଙ୍କର ବିଗ୍ରହ ରହିଥିଲା କୋଉଠି? ରଙ୍କନାଥ। ଏବଂ ଏଠିକି ଆସିଥିଲା ତାଙ୍କର ବ୍ରହ୍ମ ଏବଂ ଏ ବ୍ରହ୍ମମଣି এইখানে পূজা করুଥିଲେ শ্যামানন্দ প্রভু শ্রীকান্ত প্রভু। ଓହୋ ଭାଗ୍ୟ, এই ଅଞ୍ଚଳର ଲୋକମାନେ ତାଙ୍କ ସହିତ ମିଳିମିଶିଥିଲେ। এইখানে ସବୁ ଶ୍ରୀକୃଷ୍ଣ ଚୈତନ୍ୟ ଭଗବାନଙ୍କର ନାମ କୀର୍ତ୍ତନ ହେଉଥିଲା। ତେଣୁ ମୁଁ ଆପଣମାନଙ୍କୁ ଏ ଅଞ୍ଚଳର ଅଧିବାସୀମାନଙ୍କୁ ଶତକୋଟି ପ୍ରଣାମ ଜଣାଉଛି। ଆମ ପାଖରେ ସମୟର ଅଭାବ। ଆମମାନଙ୍କର ପ୍ରିୟ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସେ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଆମର ପ୍ରଥମ ବହି ଅନ୍ଧାରମୟ ସେ ବହିଟା ଟିକେ ଦେଖେଇଦେବେ। ସେ ବହି ଗୋଟେ ଛପା ହେଇଛି ଅନ୍ଧାରମୟ ଶ୍ରୀ ଜଗନ୍ନାଥ ପ୍ରତିଷ୍ଠାନ ଶ୍ରୀମନ୍ଦିରର ପ୍ରଶାସନ ତାକୁ ସ୍ୱୀକୃତି ହେଇସାରିଲେଣି। ତାକୁ ପ୍ରଥମେ ଯେ ସାହାଯ୍ୟ କରିଥିଲେ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର ସେକ୍ରେଟାରୀ ଜାଗରଣ ହିନ୍ଦୀ ସମ୍ବାଦପତ୍ରର ପୁରୀର ପ୍ରତିନିଧି। କାଲି ଆମ ସହିତ ଦେଖା ହେଇଥିଲା। ତାଙ୍କର ଅସୁବିଧା ସବୁ ସେ ଆସିପାରୁନାହାନ୍ତି। ତାଙ୍କର ମାନପତ୍ରଟା ଆମର ଗ୍ରହଣ କରିବେ ସେଇ ଲକ୍ଷ୍ମୀକାନ୍ତ ନାରାୟଣ ପଟ୍ଟନାୟକଙ୍କର ସେଇ ସମ୍ପାଦକ ଶ୍ରୀ ଗୁଣ୍ଡିଚା ପତ୍ରିକା ତାକୁ ଗ୍ରହଣ କରିବେ ଆମର ପ୍ରିୟ ମଦନ ଭାଇ। ଆସନ୍ତୁ ଆମେ ଗୋଟେ ଫଟୋ ନେଇଛୁ। ଗୁରୁଦେବଙ୍କର ହସ୍ତରୁ ଗ୍ରହଣ କରିବେ ମଦନ ଭାଇ। আজ একাদশে নিরাহার সংযুক্ত জয়াব্দে জয়াব্দে ଆମେ এবার গোপল্যপুরରୁ ଯୋଉଟା ସାମନ୍ତୀ ଗାଦି ମୁକ୍ତ ବୃନ୍ଦାବନ ଠାକୁର ବାଡ଼ି ସେଠୁ ଆମେ ବହୁତ ଶତ ଭକ୍ତ ନେଇ ଆମେ ଚାଲୁ ଆସିଛୁ। ସମସ୍ତେ ଆସିପାରିନି। ନାଇଁ ପବନ ତ ଏଇଠି ଏଇଠି ଧର ଏଇଠି ତ ଲବ ପବନଟା ଅଛି ନା ଏଇଠି ଧର। ଦେଖିଲେ ତ ଆଜିର ଭିଡ଼ିଓଟା କେମିତି ହେଇଛି। ତ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ମାନେ ଏଇଠି ଜଗନ୍ନାଥ ମନ୍ଦିର ହେବ ବୋଲି ପ୍ରଭୁ ରାଜା ଆସିଥିଲେ, ପୁରୀରୁ ରାଜା ଆସିଥିଲେ। ତ କିଛି ଆମକୁ ସହଯୋଗ କରିଛନ୍ତି।
ତ ସେ ଆମ ଗାଁରେ ଜଗନ୍ନାଥ ମନ୍ଦିର ହେବ ବୋଲି। ତ ଆପଣମାନେ ଦେଖନ୍ତୁ ଭିଡ଼ିଓଟା କେମିତି ହେଇଛି ଏବଂ ବହୁତ ମାତ୍ରାରେ ଭିଡ଼ିଓକୁ ସେୟାର କରନ୍ତୁ, ବହୁ ମାତ୍ରା ଭଲ ପାଇବା ଦିଅନ୍ତୁ। ଆଶା କରୁଛି ପୂର୍ବ ଭିଡ଼ିଓ ଯେତିକି ଭଲ ପାଇବା ଦେଇଥିବେ ଏଇ ଭିଡ଼ିଓ ବହୁତ ମାତ୍ରାରେ ଭଲ ପାଇବା ଦେବେ ଏବଂ ବହୁ ମାତ୍ରାରେ ସେୟାର କରନ୍ତୁ। ସଂସ୍କୃତିକୁ ବଞ୍ଚାଇ ରଖନ୍ତୁ, ପ୍ରଭୁକୁ ଭଲ ପାଆନ୍ତୁ, ପ୍ରଭୁଙ୍କ ମଧ୍ୟ ଭକ୍ତି ରଖନ୍ତୁ, ପ୍ରଭୁ ଆପଣଙ୍କ ମନସ୍କାମନା ପୂରଣ କରିବେ। ତ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ବହୁ ମାତ୍ରାରେ ଲାଇକ୍ କରନ୍ତୁ ଆମକୁ, ଆଉ କମେଣ୍ଟ ମଧ୍ୟ ଜଣାଇବେ। ଆମେ ଜାଣିବା ଆପଣ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ ମଧ୍ୟ ଜଣାଇବେ, ଯାହାଫଳରେ ଆମେ ଜାଣିପାରୁ ଯେ ଆମ ଭିଡ଼ିଓ କେଉଁ ଜିଲ୍ଲାରେ ପହଞ୍ଚୁଛି। ତ ଚାଲନ୍ତୁ ଭିଡ଼ିଓ ଦେଖନ୍ତୁ। କହୁଛି ଆଉ ଏକ ଭିଡ଼ିଓ ଦେଖିଲା ପରେ ମୁଁ ସୁଜିତ ବିଷୟ। ଜୟ ଜଗନ୍ନାଥ।